ଆଜି ପିତୃପକ୍ଷ ଅମାବାସ୍ୟା। ଏଇ ପକ୍ଷରେ ସମସ୍ତେ ପିତୃପୁରୁଷଙ୍କ ଶାନ୍ତି ପାଇଁ ଶ୍ରାଦ୍ଧ ଦିଅନ୍ତି ବା ପିଣ୍ଡ ବାଢ଼ନ୍ତି। ଆମେ ମଧ୍ୟ କଲୁ, କାରଣ ପିତୃପୁରୁଷ ଶାନ୍ତି ରହିଲେ ଆଶୀର୍ବାଦ ମିଳିଥାଏ। ଆଜି ସେମିତି ଆଶୀର୍ବାଦ ରୂପରେ କାନ୍ଧିଏ ପାଚିଲା କଦଳୀ ବି ମିଳିଲା। ଗାଁରୁ ଆସିଥିଲା। ଗାଁରେ ଆଉ କେହି ରହୁନାହାନ୍ତି, ହେଲେ ବାଡ଼ିରେ କାନ୍ଧିଏ କଦଳୀ ପାଚିଥିଲା। ଗାଁରୁ ଭାଇ ଜଣେ ଆଣିକି ଆସିଥିଲେ। କଦଳୀ ଦେଖିକି କାଳିଆ ପାଖକୁ ଯିବା ପାଇଁ ଭାରି ଇଚ୍ଛା ହେଲା, କିନ୍ତୁ ତା ପାଖକୁ କ'ଣ ସବୁବେଳେ ଯାଇ ହୁଏ? ହେଲେ ତାକୁ ମନେ ପକେଇକି ଠାକୁରଙ୍କ ଉପରେ କଦଳୀ ଚଢ଼େଇ ଦେଲି। ମୋ କାଳିଆ ପାଖରେ ନିଶ୍ଚୟ ପହଞ୍ଚି ଯାଇଥିବ। ତା ଛଡ଼ା ମତେ ଫୁଲ ତ ସବୁବେଳେ ମିଳେନି। ବେଲପତ୍ର, ତୁଳସୀ ପତ୍ର ଚଢ଼ାଏ। ଆଜି କଦଳୀ। ହଁ ମ, ପତ୍ର ହଉ କି ଫୁଲ ହଉ କି ଫଳ ହଉ, ଚଢ଼େଇ ଦେଲେ ଗଲା। ତା ଛଡ଼ା ଅଧିକ ହେଲେ ମଣିଷ କ'ଣ କରିବ ଯେ? ଆଚ୍ଛା, ମୋ ପରି ଆଉ କୋଉମାନେ ଏମିତି କରନ୍ତି? କମେଣ୍ଟରେ ନିଶ୍ଚୟ ଜଣେଇବେ।